ଏ ଗଛରେ ବାଣ୍ଟବା ହେଲା। ପଶୁପକ୍ଷୀମାନଙ୍କ ପାଇଁ ଗଛ ଉପରେ ନେଇ ପାଣି ରଖିଲେ ପଶୁପ୍ରେମୀ। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଥିବା ବେଳେ ଏଥିରୁ ବାଦ୍ ପଡ଼ିନାହାନ୍ତି ପଶୁପକ୍ଷୀ। ତେବେ ପଶୁପକ୍ଷୀଙ୍କ ପାଟି ଫିଟୁ ନଥିଲେ ବି ସେମାନେ ଖରା ଗରମରେ ଜଳ ପାଇଁ ଆଉଟୁପାଉଟୁ ହୁଅନ୍ତି। ଏପରିକି ଜଙ୍ଗଲ ଭିତରେ ପକ୍ଷୀମାନେ ଜଳକଷ୍ଟ ଭୋଗ କରିଥାନ୍ତି। ଆଉ ପାନୀୟ ଜଳ ଟିକେ ପାଇବା ପାଇଁ ଡାହା ଖରାରେ ଚାରିଆଡ଼େ ଖୋଜି ବୁଲୁଥାନ୍ତି। ଏହାକୁ ଦୃଷ୍ଟିରେ ରଖି ପକ୍ଷୀଙ୍କ ପାଇଁ ଗଛରେ ଜଳପାତ୍ର ଟାଙ୍ଗିଛନ୍ତି ସମାଜସେବୀ ଅର୍ଣ୍ଣବ ପଣ୍ଡା। ଆଉ ତାଙ୍କୁ ସହଯୋଗ କରୁଛନ୍ତି ଆହୁରି ଅନେକ ସମାଜସେବୀ। ତେବେ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବାରୁ ଜଙ୍ଗଲରେ ନାଳ ଝରଣା ଅନେକ ସ୍ଥାନରେ ଶୁଖିଗଲାଣି। ଏପରି ସ୍ଥିତିରେ ବନ୍ୟଜନ୍ତୁ ଏବଂ ପକ୍ଷୀଙ୍କର କିପରି ଶୋଷ ମେଣ୍ଟିବ, ଏହାକୁ ଦୃଷ୍ଟିରେ ରଖି ଦେବଗଡ଼ ଜିଲ୍ଲାର ପ୍ରଧାନପାଟ ଜଳପ୍ରପାତ ନିକଟରେ ଥିବା ଜଙ୍ଗଲ ଓ ଚିକିଣିଘଟି ଅଞ୍ଚଳରେ ସମାଜସେବୀ ପାଣି ଏବଂ ଖାଦ୍ୟ ଦେଉଥିବା ଦେଖିବାକୁ ମିଳିଛି। ଫୋକସ୍ କରୁଛି ତ